ଠାକୁରଙ୍କର ଯୋଉ ମେଳା ହଉଥିଲା ଭଦ୍ରାଣୀ ମେଳାକୁ ଆସିଥିଲୁ। ଦେଖନ୍ତୁ ମାନେ ଗୋଟେ ମଣିଷ ଯେ ଚାହିଁବ କଣ କଣ କରିପାରିବ। ଦେଖନ୍ତୁ ମାନେ ଦିମାଗ ଯାହା କୁହାଯାଏ। ଦେଖନ୍ତୁ ପୁରା ଗୋଟେ ଛୋଟ ପ୍ଲେସ ରେ ଗୋଟେ 100 ସ୍କୋୟାର ଫୁଟ ର ବି ହବ କି ନାହିଁ ସେଇ ପ୍ଲେସ ପୁରା ଗୋଟେ ଭିଲେଜ କୁ ଲୋକ ଦେଖେଇଛନ୍ତି। ଜଣେ ଗୋଟେ କଣ୍ଟେଣ୍ଟ କ୍ରିଏଟର ଯିଏ ବି ଥିବ ସେ ଇମାଜିନ କରିକି ଦେଖନ୍ତୁ କେମିତି ବନେଇଛି। ଏଇ ଯୋଉ ବାଡ ବି ଦେଇଛି ଯେଡାକ ୱେଷ୍ଟ ମେଟେରିଆଲ ସବୁ ଏ ଆଇସ୍କ୍ରିମ ଯୋଉ ଖାଉଛେ ତାର ଦେଖନ୍ତୁ ତାରି ଷ୍ଟିକ ରେ ସେ ବାଢ ଦେଇଛି ପୁରା ଏ ସାଇଡ ରେ ବାଢ ପୁଣି ସେ ସାଇଡ ରେ ବି ବାଢ ଏ ସାଇଡ ରେ ବି ପୁରା ଫୁଲ ବାଢ ଦେଇଛି। ଆଉ ଜଣେ କୃଷକ କଣ କଣ ଚାଷ କରିପାରେ ଏଇଟା ଦେଖନ୍ତୁ। ଏଇଟା ଦେଇଛନ୍ତି ସେ ଛତୁ ଚାଷ ପାଇଁ। ଛତୁ ଚାଷ ପାଇଁ ପୁରା କରିଛି ସେ। ପୁଣି ଏଟାରେ କୁକୁଡା ଚାଷ ପାଇଁ। ଏଠି ପୁଣି ରଖିଛି ମହୁ ସଂଗ୍ରହ କରିବା ପାଇଁ ଯୋଉଟା ଗ୍ରୀନ ହାଉସ ଯେଟା କୁହାଯାଏ। ଏଟା ଗାଈ ରଖିବା ପାଇଁ। ଏପଟେ ରଖିଛି ଗାଈ। ଏପଟେ ବି ଗୋଟେ ଘର ସିମ୍ପଲ ଘର କରିଛି। ଏପଟେ ବି ଗୋଟେ ମାନେ ଯୋଉଟା ଚାଳିଆ ଘର ଯାହା କୁହାଯାଏ ସେଟା ବି କରିଛି। ଏପଟେ ଦେଖନ୍ତୁ ଟମାଟୋ ଗଛ ପୁରା ପରିବା ଯେମିତି ଗାଁ ରେ ଯେମିତି ପରିବା ଏଟା ଫୁଲ ଗଛ ମାନେ ଜଣେ ଏଠି ଛୋଟ ଛୋଟ କ୍ରିଏଟର ବି ଦେଖନ୍ତୁ କେମିତି ମାନେ ପଶୁ ପକ୍ଷୀ ଯେମିତି ଆମର ଯାହାକୁ କୁହାଯାଏ ଗୋମାତା ଯାହାକୁ କୁହାଯାଏ ସେମିତି କରୁଛନ୍ତି। ଛୋଟ ଛୋଟ ମାନେ କାର୍ଟୁନ ତ କୁହା ହବନି କିନ୍ତୁ ହ୍ୟୁମାନ କୁ ଯେମିତି ବନେଇଛି ସିଏ ବହୁତ ଭଲ ଲାଗୁଛି। ଦେଖନ୍ତୁ ଏଇଠି ଏଇଠି କୃଷକ ମାନଙ୍କ ପାଇଁ ବି ଗୋଟେ ଯୋଉ କୃଷକ କ୍ଲବ ଘର ଏଇଟା ବି ଗୋଟେ କ୍ଲବ ଘର। ଏଇଟା ଗୋଟେ ସିମ୍ପଲ ଘର। ଏଇଟା ଗୋଟେ ପଞ୍ଚାୟତ ହେଇଥିବ କି ମେଡିକାଲ ଯାହା ବି ହେଇଥିବ। ଏଠି ଦେଖନ୍ତୁ ଛୋଟ ଛୋଟ କଦଳୀ ଗଛ ବି ଆଣିକି ଲଗେଇଛନ୍ତି। ଦେଖନ୍ତୁ ଏଠି କଦଳୀ ଗଛ ଏପଟେ ଏମିତି ଫୁଲ ଗଛ ସାଇଡ ରେ ଜଣେ ଏଇଠି ଯଦି ମାଇଣ୍ଡ ସେଟ କରିକି ବି ଯିବ ଜଣେ ଚାଷ କରିକି ବି ବହୁତ ପଇସା ଇନକମ କରିବ। ସେଇ ହିସାବରେ ମାନେ ଗୋଟେ କଣ୍ଟେଣ୍ଟ କରିଛନ୍ତି। ଏଇଠି ସମୃଦ୍ଧି କୃଷି ପଦ୍ଧତି ବି ଲେଖା ହେଇଛି। ଦେଖନ୍ତୁ ପୁରା ଏଇଟା କ୍ଷେତ ପୋଖରୀ। ଏଇଟା ଦୂରରୁ ଦେଖ ଭଲ ଲାଗିଲା। କିନ୍ତୁ ଏଇଠି ଦେଖନ୍ତୁ ପୁରା ରିଏଲ କୋବି ଗଛ ଆଣିକି ଲଗେଇ ଦେଇଛନ୍ତି। ଆଉ କିଛି ଦିନ ଗଲେ ଯଦି କିଛି ନ ଉପଡା ହୁଏ ଏଠି କୋବି ଫଳିବ। ଯାହା ହଉ ଯିଏ ବି କଣ୍ଟେଣ୍ଟ କ୍ରିଏଟ କରିଛି ଯାହା ହଉ ଭଲ କରିଛି ତ